So guys, again I am back with my video. এই ଭିଡ଼ିଓରେ ଆମେ ମଣିଷ ପ୍ରକୃତିର ଆଉ ଗୋଟେ ଭାଗ ବିଷୟରେ ଆମେ ଆଜି ଡିସ୍କସନ୍ କରିବାକୁ ଯିବା। ଆକ୍ଚୁଆଲି ଆମେ ବହୁତ ଭଲସେ ଜାଣିଥିବା ଯେ ଆମର ନିଜ ଉପରେ ଯେଉଁ ବିଶ୍ୱାସ ଥାଏ ସେଇଟା ହିଁ ସବୁଠୁ ବେଶୀ ଇମ୍ପୋର୍ଟାଣ୍ଟ। ବାକି ଲୋକ କ'ଣ କହୁଛନ୍ତି ସେଇଟା ସେତେ ଇମ୍ପୋର୍ଟାଣ୍ଟ ନୁହେଁ। କିନ୍ତୁ ରିଏଲିଟିରେ ଠିକ୍ ତାର ଓଲଟା ହୁଏ କ'ଣ? ଆମ ନିଜ ଉପରେ ଯାହା ବି ବିଶ୍ୱାସ ଥାଉ, ସପୋଜ୍ ଆମର ନିଜ ଉପରେ ବିଶ୍ୱାସ ଥାଉ ଯେ ଆମେ ହେଉଛନ୍ତି ଇନଫିରିୟର୍ ଟୁୱାର୍ଡ଼ସ୍ ଦ ୱାର୍ଲଡ଼, ଆମେ କିଛି ଜାଣିନାହାନ୍ତି, ଆମେ ବୋକା, ଆମେ ସେତେ ଚାଲାକ ନୁହଁ। କିନ୍ତୁ ଯଦି ବାହାର କେଉଁ ଲୋକ କହିଦେବ ଯେ ଆମେ ବହୁତ ଚାଲାକ, ବହୁତ ପାୱାରଫୁଲ୍, ତାହେଲେ ଆମେ ତା କଥାକୁ ବିଶ୍ୱାସ କରିକି ସେଇଭଳିଆ ବ୍ୟବହାର କରିବା ଷ୍ଟାର୍ଟ କରିଦେବା। କିନ୍ତୁ ସେଇ ସେକେଣ୍ଡ କେସ୍, ଯଦି କେଉଁ ଆମେ ରିଏଲିଟିରେ ଭାବୁଥିବା ଯେ ଆମେ ପାୱାରଫୁଲ୍, କିନ୍ତୁ କେଉଁ ବାହାର ଲୋକ ଯଦି କହିଦିଏ ଯେ ଯେ ତମେ ବହୁତ ଇନଫିରିୟର୍, ତମେ ଦୁନିଆ ପାଇଁ ସେତେ ଷ୍ଟ୍ରଙ୍ଗ ନୁହେଁ ଯେତେ ତମେ ଭାବୁଛ, ସେତେ ପାୱାରଫୁଲ୍ ନୁହେଁ, ତାହେଲେ ସେ କଥା ବି ଆମେ ବିଶ୍ୱାସ କରିଯିବା। ଆମେ ସେ ଲୋକର କଥାକୁ ବେଶୀ ଇମ୍ପୋର୍ଟାନ୍ସ ଦିଅନ୍ତି ଆମ ନିଜର ମନ ଭିତରେ ଯେଉଁ କଥା ଚାଲିଥିବ ତାଠୁ ବେଶୀ। କହିବାର ମାନେ ଆମର ନିଜ ଉପରେ ଯେଉଁ ବିଶ୍ୱାସ ତାଠୁ ଫାର ବେଶୀ ଇମ୍ପୋର୍ଟାନ୍ସ ଦିଅନ୍ତି ବାହାର ଲୋକଙ୍କର କଥା ଉପରେ। ସେମିତି ଆମର ନିଜ ଫ୍ୟାମିଲିର ଯେଉଁ ଲୋକମାନେ ଅଛନ୍ତି ସେ ଲୋକମାନଙ୍କୁ ଯେତେ ଇମ୍ପୋର୍ଟାନ୍ସ ଦିଅନ୍ତି, ବାହାର ଲୋକଙ୍କୁ ଆମେ ବେଶୀ ଇମ୍ପୋର୍ଟାନ୍ସ ଦିଅନ୍ତି। ବାହାର ଲୋକଙ୍କ କଥାକୁ ଆମେ ବେଶୀ ବିଲିଭ୍ କରନ୍ତି, ବିଶ୍ୱାସ କରନ୍ତି। ସେ ନିଜ ଲୋକ ଯଦି କିଏ କୁହେ, ଯେତେବେଳେ ଆମ ପ୍ରୋବ୍ଲେମ୍ ବେଳେ କହିବ ଯେ ହଁ ତୁ ପାରିବୁ, କିନ୍ତୁ ବାହାର ଲୋକ ଯଦି ଆମକୁ ଡିସ୍କରେଜ୍ କରିଦେବ, ଆମେ ସେ ବାହାର ଲୋକ କଥାକୁ ବେଶୀ ବିଶ୍ୱାସ କରନ୍ତି। ଆମେ ଭାବନ୍ତି ଯେ ହଁ ଆମେ କିଛି କରିପାରିବାନି। କିନ୍ତୁ ସେଇ ଟାଇମ୍ର ଯଦି କେଉଁ ନିଜ ଲୋକ ଆମକୁ ଡିସ୍କରେଜ୍ କରୁଛି କିନ୍ତୁ ବାହାର ଲୋକ ଏନକରେଜ୍ କରୁଛି, ତାହେଲେ ଆମେ ସେ ବାହାର ଲୋକ କଥାରେ ଭାସି ଯାଇକି ଭାବନ୍ତି ଯେ ହଁ ବୋଧେ ଆମେ ପାରିବା। ଆମେ ନିଜ ଲୋକ, ନିଜ ପରିବାରର ଯେଉଁ ମେମ୍ବର, ସେ ମେମ୍ବରମାନଙ୍କ କଥାକୁ ଏତେ ଭ୍ୟାଲୁ ଦିଅନ୍ତିନି, ଏତେ ବିଶ୍ୱାସ ଦିଅନ୍ତିନି। ଯେଉଁଥିପାଇଁ କି ଆମର ଫ୍ୟାମିଲି ମେମ୍ବରଙ୍କ ଭିତରେ ଯେଉଁ ଷ୍ଟ୍ରେଙ୍ଗଥ୍, ଯେଉଁ ବଣ୍ଡିଙ୍ଗ, ଯେଉଁ ସମ୍ପର୍କ ଥାଏ, ସେ ସମ୍ପର୍କ ସେତେ ମାନେ ବଳଶାଳୀ ହେଇପାରେନି। କିନ୍ତୁ ରିଏଲିଟିର ହେବା ଉଚିତ ଅଲଗା। ଆମର ନିଜ ଲୋକଙ୍କ ଉପରେ ବେଶୀ ଭରସା, ବେଶୀ ବିଶ୍ୱାସ ରହିବା କଥା ବାହାର ଲୋକଙ୍କ ତୁଳନାରେ। ଓଲଟା ହେଉଛି, କିନ୍ତୁ ଯେଉଁଟା ସତ ସେଇଟା ହିଁ ମୁଁ କହିଲି। କିନ୍ତୁ ଯିଏ ନିଜ ଲୋକଙ୍କ ଉପରେ ବିଶ୍ୱାସ କରିବ, ନିଜ ଉପରେ ବେଶୀ ବିଶ୍ୱାସ କରିବ, ସିଏ ଆଜି ନହେଲେ ବି କାଲି ଆଗକୁ ବଢ଼ିବ। ଏଇଟା ଗୋଟେ ନିହାତି ଗୋଟେ ପାରାଡକ୍ସ ଯେ ଲୋକମାନେ ସମସ୍ତେ ଭାବୁଛନ୍ତି ଯେ ଆମର ବାହାର ଲୋକ ବେଶୀ ଇମ୍ପୋର୍ଟାଣ୍ଟ, ନିଜ ଲୋକ ନୁହେଁ। ଆମର ନିଜ ଲୋକ ବେଶୀ ଇମ୍ପୋର୍ଟାଣ୍ଟ, ନା କି ବାହାର ଲୋକ। Yes.